কথা ঘটি চালিছি কেবল এই ধ্যান দ্বারা সবু কিছু সম্ভব হইপারে। মনুষ্য যেত ধ্যান করে সবু কিছু কিছু হজম করে দেওয়ার শক্তি তা ভিতরে থাকে, গ্রহণ ক্ষমতা তা ভিতরে বড়ি যায় এবং সে সবু কিছু যেতবে গ্রহণ করে দিয়ে তার উন্নতি নিশ্চিত হব বাধ্যতামূলক। কারণ নাম ধ্যানর কথা এইপাই ঠাকুর କହିଛନ୍ତି। ଶେଷରେ ମାତ୍ର ସମୟ ଯେହେତୁ ହେଇଯାଇଛି ଅନେକ କଥା ମନେ ପଡେ, ଅନେକ କଥା କହିବା ପାଇଁ ଥିଲେ ମଧ୍ୟ ଦାଦା ଅଛନ୍ତି କିଛି କଥା ରଖିବେ। ମୁଁ ବାଧ୍ୟ ହେଇକି ଆଉ ଗୋଟିଏ କଥା କହିକି ଯାଉଛି ଶେଷରେ ଏ ନାମ ଧ୍ୟାନ କଥା, ଭକ୍ତିର କଥା। ଶେଷରେ କଥା ହଉଛି ଆମେ ଦେଶ ପାଇଁ ଚିନ୍ତା କରୁଛୁ, ପରିବାର କଥା ଆମେ ଚିନ୍ତା କରୁନା। ମଣିଷ ଯେତେବେଳେ ପରିବାର ଭିତରେ ଏକାଠି ହେଇକି ଠାକୁରଙ୍କର ନାମ ଧ୍ୟାନ କରେ, ପ୍ରାର୍ଥନା ଗୋଟେ ଘରେ ସମସ୍ତେ ମିଶିକି କରନ୍ତି, ସେ ପରିବାରରେ କେବେ ପାଟିତୁଣ୍ଡ ହୁଏ ନା, ଝଗଡ଼ା ହୁଏ ନା। ଗୋଟେ ବଣ୍ଡିଂ ବଢେ, ସେ ବଣ୍ଡିଂର ନାଁ ହଉଛି ଲଭ୍ ବଣ୍ଡିଂ। ପରସ୍ପର ଭିତରେ ପ୍ରେମ ଖୁବ୍ ଟାଇଟ୍ ହେଇକି ବାନ୍ଧିକି ରହେ। ଆଜି ଯେଭଳି ଭାବରେ ଗୁରୁ ଭାଇ ମାନେ ଯୋଉମାନେ ନାମ ଧ୍ୟାନ କରୁଛନ୍ତି, ପ୍ରାର୍ଥନା କରୁଛନ୍ତି, ସତ୍ସଙ୍ଗ ଆସୁଛନ୍ତି, ତାଙ୍କ ଭିତରେ ଗୋଟେ ଭାଇଚାରା ଅତ୍ୟନ୍ତ ଭାବରେ ବୃଦ୍ଧି ପାଏ। ତାଙ୍କ ଭିତରେ ଗୋଟେ ପ୍ରେମ ଆକର୍ଷଣକାରୀ ସୃଷ୍ଟି ହୁଏ। ଯେଭଳି ଭାବରେ ଦାଦାଙ୍କୁ ମୁଁ ଚିହ୍ନେ ନା କି ଜାଣେ ନା, ତାଙ୍କର ପ୍ରେମର ଆକର୍ଷଣରେ ମୁଁ ଆପଣମାନଙ୍କ ପାଖକୁ କେମିତି ପଳେଇ ଆସିଛି। এইভাবে ভাবে ଆପଣମାନଙ୍କ ମଧ୍ୟ ଏଇଟା ଗୋଟେ ମିରାକିଲ, ସବୁଠୁ ମିରାକିଲ ଭିତରେ ବଡ ମିରାକିଲ ହଉଛି ଯେତେବେଳେ ଆମେ ଏଇଟିକେ ପ୍ରାର୍ଥନା କରୁ, ଯେତେବେଳେ ତାଙ୍କର ନାମ ଧ୍ୟାନ କରୁ, ଆମ ଭିତରେ ଗୋଟେ ପ୍ରେମ ସୃଷ୍ଟି ହୁଏ। ଏଇ ପ୍ରେମ ପରିବାର ଭିତରେ ମଧ୍ୟ ଅଠା ଭଳିଆ ଯୋଡି ହେଇକି ରହେ, ସମାଜ ଭିତରେ ଯୋଡି ହେଇକି ରହେ ଏବଂ ରାଷ୍ଟ୍ର ଭିତରେ ଯୋଡି ହେଇକି ରହେ। ଏବଂ ତା ପରବର୍ତ୍ତୀ କଥାଟି ମୁଁ କହୁଛି, ସଂସାରରେ ବଡ ବଡ କାମ କରିବା ପାଇଁ ଗଲେ ଆଜି ରାଷ୍ଟ୍ର ନାୟକଙ୍କୁ ଦେଖନ୍ତୁ, କିଏ ଭିଜିଲାନ୍ସ ହାତରେ ଧରା ପଡିଲାଣି। ଆଜି ବିଭିନ୍ନ ପ୍ରକାର ଆମେ କରପ୍ଟେଡ୍ ଲୋକମାନଙ୍କୁ ପାଉଛୁ। ଏ ସବୁର ସମାଧାନ କରିବା ପାଇଁ ଠାକୁର ଗୋଟେ ସୁବିବାହର କଥା ଦେଇଥିଲେ। সেই সুবিবাহ ଗୋଟେ ବିରାଟ ପ୍ରସଙ୍ଗ, ଖାଲି ସଂକ୍ଷିପ୍ତ କହିଦେବା ପାଇଁ ଚାହେଁ। এই সুবিবাহ କରିବାର ଅର୍ଥ କଣ ନା, ମଣିଷ ଯେତେବେଳେ ସୁଭାଷ ଚନ୍ଦ୍ର ବୋଷ ଯାଇଥିଲେ ସେତେବେଳେ ଠାକୁର ତାଙ୍କୁ କହିଲେ ଦେଶ ସ୍ୱାଧୀନତା ଛାଡ଼ି ଦିଅ, ପ୍ରଥମେ ତୁମେ ଏହି ଭାରତବର୍ଷରେ ସୁବିବାହ ଆୟୋଜନ କର। ସୁବିବାହ ହେଲେ ଯାଇକରି ସୁଜାତକର ଆବିର୍ଭାବ ହବ ଏବଂ সেই ସୁଜାତକ ହିଁ ଏ ଦେଶକୁ ରକ୍ଷା କରିବ, ପରିବାରକୁ ରକ୍ଷା କରିବ, କୁଳକୁ ରକ୍ଷା କରିବ। ଏବଂ সেই ସୁବିବାହର ଧାରା କଣ ଦେଇଗଲେ ନା, ସିଏ କହିଲେ ତାର ଗୋଟେ ନୀତି ନିୟମ ଦେଇଗଲେ ଯେ ପୁରୁଷଟା ନିଶ୍ଚିତ ଭାବରେ ଗୋଟେ ଆଦର୍ଶ କେନ୍ଦ୍ରିକ ଜୀବନ ଯାପନ କରୁଥିବ, ସେ ଠାକୁରଙ୍କୁ ନେଇକି ଚାଲୁଥିବ, ଜୀବନରେ ତାର ଆଦର୍ଶ ଥିବେ, ଜୀବନରେ ତାଙ୍କର ସଦ୍ଗୁରୁ ମୁଖ୍ୟ ଥିବେ, ଉଚ୍ଚ ଆଦର୍ଶ ଥିବ, ଶିକ୍ଷା ଦୀକ୍ଷା ତାର ସବୁଥିରେ ଉଚ୍ଚ ଥିବ, ତା ବୟସରେ ମଧ୍ୟ ସେ ବହୁତ ଭାବରେ ଉଚ୍ଚତା ଥିବ। ଠାକୁର ଯୋଉ ବୟସଟା କହିଦେଇଗଲେ ଆପଣମାନେ ଆଶ୍ଚର୍ଯ୍ୟ ହେବେ। ନାରୀର ନୀତିରେ ମଧ୍ୟ ଦୁଇଟା ଜାଗାରେ ଲେଖାଯାଇଛି। ଗୋଟେ ବାଣୀ ନମ୍ବର 83 ନମ୍ବରରେ ଲେଖାଯାଇଛି, ପୁରୁଷର ଯେତେବେଳେ ପ୍ରୌଢ଼ ଅର୍ଥାତ୍ ବୁଢା ବୟସ ହବ ସେତେବେଳେ ସେ ଗୋଟେ ଯୁବତୀ କନ୍ୟାକୁ ବିବାହ କରିବ। ୟା ଭିତରେ ଗୋଟେ ବିରାଟ ବିଜ୍ଞାନ ଲୁଚି ରହିଛି। ଏବଂ ଆଉ ବାଣୀ ନମ୍ବର 100ରେ କହିଦେଇଗଲେ ଯେ ସମ୍ପୂର୍ଣ୍ଣ ଭାବରେ କାଳେ କଣ ପ୍ରୌଢ଼ କଣ ଯୁବତୀ କଣ ନ ବୁଝିବା ପାଇଁ କହିଗଲେ ଅନ୍ତତଃ ପକ୍ଷେ 15-20 ବର୍ଷ ଡିଫରେନ୍ସ এই বয়সের বিবাহ করা উচিত। কাহিকি না, এইভাবে বয়সের যদি বিবাহ করা যায় তাহলে উভয় ସବୁଦିନ ପାଇଁ ଚିର ଯୌବନ ହେଇକି ରହିବେ। ଇଏ ହଉଛି ପରମ ବୈଜ୍ଞାନିକ ସତ୍ୟତା କଥା। ଏଇ ଠାକୁର ଏତେ ସହଜ ଭାବରେ ଏଇ କଥାଟା କରିନାହାନ୍ତି। ଦେଶ ସୃଷ୍ଟି ପାଇଁ, ତାଙ୍କର ମଙ୍ଗଳ ରକ୍ଷା କରିବା ପାଇଁ ଆମେ ଯେଭଳି ଭାବରେ ଅନେକ ସମୟରେ ଦୀକ୍ଷା ନେଲା ବେଳେ ଲୋକ ଯଦି କୋଟି ତୁ ପିଆଜ ରସୁଣ ଛାଡ଼ିଦେଲୁ, ମାଛ ମାଂସ ଛାଡ଼ିଦେଲୁ, ଆହା ଜୀବନଟା ତୋର ବର୍ବାଦ ହେଇଗଲା ରେ, କେମିତି ବଞ୍ଚିବୁ ତୁ? ମତେ ଜଣେ ସାଙ୍ଗ ମତେ ପଚାରିଲା, କହିଲା ବଞ୍ଚିଛୁ କେମିତି? ମୁଁ କହିଲି ମୁଁ କଣ ହାତୀଠୁ କମ ଅଛି? ତେଣୁ ଖାଇବାରୁ ମୋର କୋଉଠି କମ ରହିଲା? ମୁଁ କୋଉ ଖାଦ୍ୟ ଖାଉନି? ଆପଣ ମାଛ ମାଂସ ଅଣ୍ଡା ଭିତରେ ଜାଣିଥିବା ଦରକାର। ଅଣ୍ଡାରେ ସ୍ମୃତି ଶକ୍ତି ଧ୍ୱଂସ କରିଦିଏ। ଅଣ୍ଡା ଯୋଉମାନେ ଖାଆନ୍ତି ତାଙ୍କ ସ୍ମରଣ ଶକ୍ତି ନଷ୍ଟ ହେଇଯାଏ। ଅଣ୍ଡାର ଯୋଉ ତାର କେଶରଟା ଥାଏ, ତାର ଯୋଉ ହ୍ୱାଇଟ୍ ଅଂଶଟା ଥାଏ, ସେଇଥିରେ ଗୋଟେ ଏଭଳି ଭାବରେ ଗୋଟେ ସେରାଟୋନିନ୍ ଥାଏ ଯାହାକି ସ୍ମୃତି ଶକ୍ତିକି ଧ୍ୱଂସ କରିଦିଏ। ମାଛ ଖାଇଲେ ନର୍ଭସ୍ ଟେନସନ ବଢେ, ନର୍ଭ ଗୁଡାକ ସବୁବେଳେ ପାଇଁ ଫଟ୍ ହଉଥାନ୍ତି। ତେଣୁ ମାଛ ଖାଇବା ପାଇଁ ଠାକୁର ସେଇଥିପାଇଁ ମନା କରିଥିଲେ। ଠାକୁର ମାଂସ ଖାଇବା ପାଇଁ ମନା କଲେ। 1 ଗ୍ରାମ ମାଂସରେ 11 ଗ୍ରାମ ୟୁରିକ ଏସିଡ ଥାଏ। এটা ଲାବୋରେଟୋରୀରେ ପ୍ରମାଣ କରାଯାଇଛି। ତେଣୁ ସେଥିପାଇଁ କହିଲେ ମାଂସ ଖାନା, ମାଛ ମାଂସ ସବୁ ଖାଇଦେ, ଆଉ ପିଆଜ ରସୁଣ ମଧ୍ୟ ଛାଡ଼ିଦେ। କାହିଁକି ନା ସମସ୍ତେ କହନ୍ତି ପିଆଜ ରସୁଣରେ ବହୁତ ଭିଟାମିନ ଅଛି। ଭିଟାମିନ ଅଛି ତ ଖା, କିଏ ମନା କଲା? ତେଣୁ এইভাবে ভাবে ঠাকুর আমাকে বঞ্চিয়ে দেওয়া এইসব কথা গুড়াক কহি যাই। কারণ আমମାନଙ୍କର ଖାଦ୍ୟ, ଆମମାନଙ୍କର କଥାବାର୍ତ୍ତା ବ୍ୟବହାର, ଶିକ୍ଷା ପ୍ରସଙ୍ଗରେ ମାତ୍ର ଗୋଟେ ଲାଇନ କହିକି ଯିବି। ଠାକୁର ଶିକ୍ଷା ନାଁରେ କହିଲେ ଯାହା ତୁ ନରକ ଦେଖିଛୁ ନା, କୋଉଠି ନରକ? ଆଜ୍ଞା ନା, ଏଇଠୁ ସହ ଶିକ୍ଷାର ବ୍ୟବସ୍ଥା ଚାଲିଛି। ଏଇଟା ହଉଛି ନରକକୁ ଯିବାର
कहते गले परिष्कार भाव में शिक्षा कौन ना तू पाठ साटर पढ़े से शिक्षा बोलिकी कहे ना अभ्यास व्यवहार सहज ज्ञान जदि तोर नहीं तू ताले शिक्षित नुह तोर यदि अभ्यास भल नहीं तोर व्यवहार भल नहीं तोर चालीचलन भल नहीं तोर कथबार्ता भल नहीं तू ताले शिक्षित न तू गोटे अशिक्षित प्राणी तेणु अभ्यास व्यवहार सहज ज्ञान जो ज्ञान सहज भाव में मनुष्य को धरी दिए ताहा हूँ प्रकृत शिक्षा समय बहुत ही मु क्षमा चाहिए कौन कौन बहुत कथा कही सारे आहरी ठाकुर कथा कहले केवे सरे ना मु बाध्य होगी ये रखा कहूँ आउ थे केतवे मत मौका मिले मोर आपण मान प्रति भल पाइबा ये भल पाइबार आकर्षण आपण मान पाखक छुट्टी आसी केवल आउ मो भीतर किसी ना जो पुरुषोत्तम से दादा दादा सहज सरल आकर्षण मुझे मदनपुर आसली आपण मान पाखक तेणु मत कथा मुझे करोची दादा किसी कथा रखिए समस्त मंगल करुच्ची समस्ते ठाकुर पाखे मुझे समस्त मंगल कामना करुच्ची जार जहाँ मन अच्छी प्रभु तंकर मनस्कामना पूर्ण करंतु प्रभु समस्त निरोग रखु हस खुशी प्रदान करंतु आनंद जीवन अतिबाहित करंतु प्रभु को काम करने चीर रूप शक्ति प्रदान करंतु आपनकर एठी जो केंद्र अछि मातंतु आपण असंभव कांड करि परिबे केही दुर्बल नहंती परम पिता राज्य रे समस्त सबल आ आपनकर पाइतंती डायनामिक पर्सन खोजदा तांको नै आपण मारे काम करंतु आ निश्चित भाव रे मंदिर उठिबो गड़ी उठिबो मालिक खुशी हेबे आमे माने पूरा बहुत आनंद रे मस्कुल रहबा एटा होची समस्त पाखरे आउ थे समस्त मंगल कामना करी मोर वक्तव्य संग करूची जय गुरु।